पंचतानि महाबाहो कारणानि निबोध मे सांख्ये कृतान्ते प्रोक्तानि सिद्धये सर्वकर्मणाम्। बंधुगण फलाशक्ति रहित होई बा कर्मफल त्याग करी कर्म करा जाई पारिबो। ଏହା ଜାଣିବା ପରେ ଏକ ସ୍ୱାଭାବିକ ପ୍ରଶ୍ନ ମନରେ ଉଠେ ଯେ କର୍ମ ଉପାଦାନ କ'ଣ? ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି। ଏହା କର୍ମଫଳ ପ୍ରତି ବୈରାଗ୍ୟ ଉତ୍ପନ୍ନ କରିବାରେ ସାହାଯ୍ୟ କରିବ। ତାହା ସହିତ ସେ ସମ୍ପୂର୍ଣ୍ଣ କର୍ମର ସିଦ୍ଧି ପାଇଁ 5ଟି ଉପାୟ ବର୍ଣ୍ଣନା କରୁଛନ୍ତି ଏବଂ ଏହି 5ଟି ଉପାୟ ସାଂଖ୍ୟ ଶାସ୍ତ୍ରରେ ବର୍ଣ୍ଣିତ ହୋଇଅଛି। ସାଂଖ୍ୟ ଶାସ୍ତ୍ର ମହର୍ଷି କପିଳଙ୍କ ଦ୍ୱାରା ପ୍ରଣୀତ, ଯିଏକି ଭଗବାନଙ୍କର ଅବତାର ଥିଲେ ଏବଂ ପୃଥିବୀ ପୃଷ୍ଠରେ କର୍ଦ୍ଦମ ମୁନି ଏବଂ ଦେବହୂତିଙ୍କର ସନ୍ତାନ ରୂପରେ ଆବିର୍ଭାବ ହୋଇଥିଲେ। ସେ ପ୍ରଣୟନ କରିଥିବା ସାଂଖ୍ୟ ଶାସ୍ତ୍ର ବିଶ୍ଳେଷଣାତ୍ମକ ତର୍କ ଉପରେ ଆଧାରିତ। ଏହା ଶରୀର ତଥା ପୃଥିବୀର ଉପାଦାନର ବିଶ୍ଳେଷଣ ଦ୍ୱାରା ଆତ୍ମାକୁ ଜାଣିବାର ଜ୍ଞାନ ବୃଦ୍ଧି କରେ। ଏହା କର୍ମର ଉପାଦାନ ଗୁଡ଼ିକର ବିଶ୍ଳେଷଣ କରି କାର୍ଯ୍ୟ ଏବଂ କାରଣର ସ୍ୱରୂପକୁ ନିର୍ଣ୍ଣୟ କରେ। ଶିକ୍ଷା। ହେ ଅର୍ଜୁନ, କର୍ମରେ ସିଦ୍ଧି ପାଇଁ ଶିକ୍ଷା। ହେ ଅର୍ଜୁନ, କର୍ମରେ ସିଦ୍ଧି ଲାଭ ପାଇଁ ସାଂଖ୍ୟ ଦର୍ଶନ ଦ୍ୱାରା ପ୍ରଦତ୍ତ 5ଗୋଟି କାରଣ ସମ୍ବନ୍ଧରେ ମୋଠାରୁ ଶୁଣ, ଯାହା କର୍ମଫଳ ସମାପ୍ତ କରିବାର ଉପାୟ ବର୍ଣ୍ଣନା କରିଥାଏ। O Arjuna, now learn from me about the 5 factors that have been mentioned for the accomplishment of all actions in the doctrine of Sankhya, which explains how to stop the reactions of karmas. Hare Krishna.